ଆଜିର ଏହି କାହାଣୀଟି ହେଉଛି ଗୋଟିଏ ବାପା ଓ ତାଙ୍କ 7 ବର୍ଷ ଝିଅର। ଦିନେ ଜଣେ ଲୋକ ରାତି 11ଟାରେ ଘରକୁ ଫେରିଲେ ଓ ଘରର ବେଲ୍ ବଜାଇଲେ। ତାଙ୍କ 7 ବର୍ଷର ଝିଅଟି କବାଟ ଖୋଲିଲା ଓ ତା ବାପାକୁ ଧରି ପକାଇଲା। ସେ ଲୋକଙ୍କୁ ଏହା ପସନ୍ଦ ଆସିଲା ନାହିଁ, କାହିଁକି ନା ଅଫିସରେ କାମ କରି ସେ ଥକି ଯାଇଥିଲେ ଓ ରାଗିଯାଇ ଗାଳି ଦେବାକୁ ଲାଗିଲେ। ସେ ବାପାଟି କହିଲେ, ଏ କ'ଣ କରୁଛୁ? କିନ୍ତୁ ସେ ଛୋଟ ଛୁଆଟି ତା ବାପାର ପିଛା ଛାଡ଼ି ନଥିଲା। ସେ ବାପାଟି ଘର ଭିତରକୁ ଆସି ଚୌକିରେ ବସି ପଡ଼ିଲେ। ସେ ଛୋଟ ଝିଅଟି ତା ବାପା ପାଖକୁ ଯାଇ କହିଲା, ବାପା ତୁମକୁ ଗୋଟିଏ କଥା ପଚାରିବି। ତା ବାପା ରାଗରେ କହିଲେ, କ'ଣ ପଚାରିବାର ଅଛି? ଶୀଘ୍ର ପଚାର। ଛୁଆଟି କହିଲା, ତୁମକୁ 1 ଘଣ୍ଟା କାମ କଲେ କେତେ ଟଙ୍କା ମିଳେ? ସେ ଝିଅର ବାପାଟି ରାଗିଯାଇ କହିଲେ, ଏ କେମିତିକା ପ୍ରଶ୍ନ କରୁଛୁ? ମୁଁ ଏବେ ଅଫିସରୁ ଆସିଛି, ତୁ ଦେଖିପାରୁନୁ? ସେ ଛୋଟ ଝିଅଟି ପୁଣି ଥରେ ପଚାରିଲା, କହନା ବାପା, କେତେ ଟଙ୍କା ମିଳେ? ସେ ବାପାଟି କହିଲେ, 100 ଟଙ୍କା। ଏବେ ସେ ଝିଅଟି ତା ବାପାକୁ କହିଲା, ମୋତେ ଆପଣ 50 ଟଙ୍କା ଧାର ଦେବେ? ସେ ବ୍ୟକ୍ତିଟି ଆହୁରି ରାଗିଗଲେ ଓ କହିଲେ, ତୋତେ କେବଳ ଟଙ୍କା ଦରକାର ଖେଳଣା କିଣିବାକୁ, ସେଥିପାଇଁ ଟଙ୍କା ମାଗୁଛୁ? ରାତି ଅନେକ ହେଲାଣି, ଶୋଇବୁ ଯା। ସେ ଝିଅଟି ଗଲା ଓ ଶୋଇପଡ଼ିଲା। କିଛି ସମୟ ଗଲା ପରେ ସେ ବାପାଟିର ରାଗ ଶାନ୍ତ ହୋଇଯାଇଥିଲା। ସେ ବାପାଟି ଭାବିଲେ, କ'ଣ କାମ ଥିବ ବୋଧେ, ନହେଲେ ସେ କେବେ ଆଗରୁ ଟଙ୍କା ମାଗିନଥିଲା। ସେ ବାପାଟି ତାଙ୍କ ଝିଅ ପାଖକୁ ଗଲେ ଓ ଦେଖିଲା ବେଳକୁ ତାଙ୍କ ଝିଅଟି କାନ୍ଦୁଥିଲା। ତା ପାଖକୁ ଯାଇ କହିଲେ, 50 ଟଙ୍କା ମାଗୁଥିଲୁ ପରା, ନେ 50 ଟଙ୍କା। ସେ ଝିଅଟି ବହୁତ ଖୁସି ହୋଇଗଲା ଓ ଖଟରୁ ଉଠି ଆଲମିରା ପାଖକୁ ଯାଇ ଆଲମିରାରୁ କିଛି ଖୁଚୁରା ପଇସା ବାହାର କଲା। ଏହା ଦେଖି ସେ ଝିଅର ବାପା ରାଗରେ କହିଲେ, ଯଦି ତୋ ପାଖରେ ପଇସା ଥିଲା, ମୋତେ କାହିଁକି ପଇସା ମାଗୁଥିଲୁ? ସେ ଛୋଟ ଝିଅଟି ଶାନ୍ତ ଓ ନିରୀହ ଭାବରେ କହିଲା, ବାପା, ମୋ ପାଖରେ ଏବେ ପୁରା 100 ଟଙ୍କା ହୋଇଗଲା। ଏହି ସବୁତକ ଟଙ୍କା ତୁମେ ନେଇଯାଅ ଓ ଆସନ୍ତାକାଲି ଅଫିସରୁ ଶୀଘ୍ର ଆସିଯିବ। କାଲି ମୁଁ ତୁମ ସାଙ୍ଗରେ 1 ଘଣ୍ଟା ଖେଳିବି। ଏହା ଶୁଣି ସେ ବାପାଟି କାନ୍ଦି ପକାଇଲେ। କାହାଣୀଟି ଛୋଟ ହେଲେ ମଧ୍ୟ ଆମକୁ ବହୁତ ବଡ଼ ଶିକ୍ଷା ଦେଉଛି। ଆଜିର ଏହି ଆଧୁନିକ ସମାଜରେ ଆମେ ଆମ ନିଜ ଲୋକଙ୍କୁ ମଧ୍ୟ ସମୟ ଦେଇପାରୁନାହୁଁ ଓ ଟଙ୍କା ରୋଜଗାର କରି ଟଙ୍କା ଦ୍ୱାରା ଖୁସି କରିବାକୁ ଚାହୁଁଛୁ, ଯାହାକି ସମ୍ଭବ ନୁହେଁ। ଖୁସି ତ କେବଳ ନିଜ ଲୋକଙ୍କ ସହିତ ସମୟ ଅତିବାହିତ କରିବା ଦ୍ୱାରା ହିଁ ମିଳିଥାଏ। ଆଜିର ଏହି କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ସହିତ। ଧନ୍ୟବାଦ।